ମନ୍ଦିର ସହର ଅଯୋଧ୍ୟାରେ ଦେଶର ପ୍ରଥମ 7 ତାରକା ହୋଟେଲ ନିର୍ମାଣ ହେବାକୁ ଯାଉଛି। ଏହି ହୋଟେଲରେ କେବଳ ନିରାମିଷ ଖାଦ୍ୟ ମିଳିବ। କେବଳ ଏତିକି ନୁହେଁ, ଅଯୋଧ୍ୟାରେ ମୁମ୍ବାଇସ୍ଥିତ ଏକ ରିଅଲ ଷ୍ଟେଟ୍ ଫାର୍ମ ଦ୍ୱାରା ଏକ 5 ତାରକା ହୋଟେଲ ମଧ୍ୟ ତିଆରି ହେବାର ଯୋଜନା ରହିଛି। ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ରାଜନେତା, କଳାକାର, ସାଧୁସନ୍ଥ, ଶିଳ୍ପପତି, ବ୍ୟବସାୟୀ ଓ ଶ୍ରମିକଙ୍କ ସମେତ ଅନେକ ସାଧାରଣ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଅଯୋଧ୍ୟାରେ ଉଚ୍ଚସ୍ତରରେ ପ୍ରସ୍ତୁତି ହେବାକୁ ଚାଲିଛି। ଜାନୁଆରୀ 16 ତାରିଖରୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଜଡ଼ିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାରେ ଯିଏ ଚାହିଁବେ ଅଯୋଧ୍ୟା ଯାଇପାରିବେ। ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଏକ ବଡ଼ ବିଳାସପୂର୍ଣ୍ଣ ହୋଟେଲ ନିର୍ମାଣ ପାଇଁ ଯୋଜନା ରହିଛି। ଏଥିସହିତ ଲୋକଙ୍କୁ ସେବା ଯୋଗାଇବା ପାଇଁ 110ଟି ଛୋଟ ଓ ବଡ଼ ହୋଟେଲ ବ୍ୟବସାୟୀ ଅଯୋଧ୍ୟାରେ ଜାଗା କିଣିଥିବା ଜଣାପଡ଼ିଛି। ସୋମବାରର ରିଅଲ ଷ୍ଟେଟ୍ ଶିଳ୍ପ ସୂତ୍ରରୁ ଜଣାପଡ଼ିଛି ଯେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାର ଦିସରଜୁରେ ପ୍ଲଟ୍ କିଣିଛନ୍ତି। ବଚ୍ଚନ ଏହି ପ୍ଲଟ୍ରେ ଘର ତିଆରି କରିବାର ଯୋଜନା ରଖିଛନ୍ତି। ଏହି ପ୍ଲଟ୍ 10,000 ବର୍ଗ ଫୁଟ ହେବ, ଯାହାର ମୂଲ୍ୟ 14.5 କୋଟି ଟଙ୍କା ବୋଲି ଆକଳନ କରାଯାଇଛି।